ପାଉଥିବ ସେ ଆଉ କାହା ସହିତ କଥା ହେବ ଇଏ ହେବ ଯୁଆଡ଼େ ହେଲେ ବୁଲିବ ବେଳକୁ ଯାହା ଲାଗିବ। काश तू ऐसे आए। ହାଇ ସାଙ୍ଗମାନେ, ମୋ ନାଁ ହେଉଛି ସରୋଜ। ଆପଣମାନଙ୍କୁ ସ୍ୱାଗତ କରୁଛି ଏ ମାସର ୟୁଟ୍ୟୁବ୍ ଚ୍ୟାନେଲରେ। ଆପଣମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ମୋର ଲଭ୍ ଷ୍ଟୋରି ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛି। ମାନେ ମୋର ଲଭ୍ ଷ୍ଟୋରିଟା ଆରମ୍ଭ ହୋଇଥିଲା କଲେଜରୁ, ଯେଉଁଟାକି ମୁଁ ଆପଣମାନଙ୍କୁ କହିବାକୁ ଯାଉଛି। ତ ଫାଷ୍ଟ ସାଙ୍ଗମାନେ ମୁଁ ତାକୁ ଦେଖିଥିଲି 10th କ୍ଲାସ୍ରେ। ସେ ଆସି ତାକୁ ମୁଁ ଦେଖିଥିଲି ଭାଇ ସହିତ ଯାଉଥିଲି। ଭାଇ ବି ସେ ପାଖ ଘରର ଝିଅ ଗୋଟେକୁ ପଠେଇ ଦେଇଥିଲା। ତ ମୁଁ ଭାଇ ସହିତ ଯାଉଥିଲି, ଯିବା ଆସିବା କରୁଥିଲି, ତାକୁ ଦେଖିଦେଇଥିଲି 10th କ୍ଲାସ୍ରୁ। ହେଲେ ମୁଁ କିଛି ବି କହିପାରୁନଥିଲି। ସବୁ କିଛି ସରିଲା, ଭାଇର ବି ବ୍ରେକଅପ୍ ହେଇଗଲା। ତ ସେଠୁ ଆଉ ଆମେ ଗଲୁନି, ସେ ଗାଁକୁ ବି ଗଲୁନି। ମୁଁ ବାହାରେ ମାଉସୀ ଘରେ ଯାଇକି ରହୁଥିଲି। ତ ଭାଇ ସହିତ ମୁଁ ଯୁଆଡ଼େ ହେଲେ ଯିବା ଆସିବା କରୁଥିଲି। ତ କଲେଜରେ ଆଡ଼ମିସନ୍ ହେଇଗଲା, ସବୁ ସରିଗଲା। ମୁଁ ଜାଣିନଥିଲି ଯେ ସେ ଝିଅ ବି ସେ କଲେଜରେ ଆଡ଼ମିସନ୍ କରିଛି ବୋଲି। ମୁଁ ତାକୁ ଫାଷ୍ଟ ଦିନ ଯେବେ ବସଷ୍ଟାଣ୍ଡରେ ଦେଖିଲି, ମୁଁ ସେଦିନ ଯାଇକି ତାକୁ ଭାବିଥିଲି ପ୍ରପୋଜ୍ କରିଦେବାକୁ। ହେଲେ କିନ୍ତୁ ପ୍ରପୋଜ୍ କରିପାରିଲିନି। ମୋତେ ଟିକେ ଡର ଲାଗିଲା, ବହୁତ ହିଁ ଡର ଲାଗିଲା। ତ ଏମିତି କିଛି ଦିନ ଗଲା। ମୁଁ ତାକୁ କେତେବେଳେ ଯାଏ କେତେବେଳେ ଆସେ ମୁଁ କିଛି ବି ଜାଣିନି, ଶୁଣିନି, ଦେଖିବି ନାହିଁ ତାକୁ ଭଲସେ। କେତେବେଳେ ଯାଏ କେତେବେଳେ ନାହିଁ, ଖାଲି ଦିନେ ଦେଖିଥିଲି ବସଷ୍ଟାଣ୍ଡରେ କଲେଜ ଗଲାବେଳେ। ଏକା ସହିତ ଗଲୁ ଗୋଟେ ବସ୍ରେ। ହେଲେ କିନ୍ତୁ ବସ୍ରୁ ଓହ୍ଲାଇଲା ବେଳକୁ ମୁଁ କୁଆଡ଼େ ପଳେଇଲା ଯେ ମୁଁ ଦେଖି ବି ପାଇଲିନି। ତ ଫ୍ରେଣ୍ଡ, ଆପଣମାନେ ବୁଝିପାରୁଥିବେ କେମିତି ହେଇଥିବ ମୋର ଲଭ୍ ଷ୍ଟୋରିଟି। ବହୁତ ଏମିତି ମାସେ 2 ମାସ କେତେ ଗଲା। ତାପରେ ମୋର କିଛି ଦେହ ଖରାପ ହେଲା, ସେଥିରୁ ମୁଁ ମେଡ଼ିକାଲରେ ଯାଇକି ପଡ଼ିଲି। 4-5 ଦିନ ପରେ ମେଡ଼ିକାଲରୁ ଆସି ସାରିଲା ପରେ କଲେଜ ପୁଣି ଥରେ ଆସିଲି। ତ ସେଇଦିନ ମୋ ମାଉସୀ ପୁଅ ବି ସେଠି ପଡ଼େ, ଏକା ସହିତ ହେଇକି ଯାଉ ଆମେ କଲେଜ। ତ ମୁଁ ସେଠି ସେଦିନ ରୋଡ଼ରେ ଚାଲି ଚାଲି ଗଲାବେଳେ ସେ ଆସିକି ମୋତେ ପଚାରିଲା, ତମେ ସେଦିନ ବାଇକ୍ ଚଲାଉଥିଲ ନା? ମୁଁ ତ କହିଲି ମୁଁ ତ ନାହିଁ। ସେ ଝିଅ ଆସିକି ମୋତେ ପଚାରିଲା ଯେ ତମେ ସେଦିନ ବାଇକ୍ ଚଲାଉଥିଲ କି? ମୁଁ କହିଲି ଯେ ନାଇଁ ମୁଁ ନଥିଲି, ମୁଁ ତ ମେଡ଼ିକାଲରେ ଥିଲି। ତ ସେ କହିଲା ଆଉ କାହାକୁ ତାହେଲେ ତମେ ଦେଖିଥିବ? ମୁଁ କହିଲି ବୋଲେ ହଁ କହିକି ସେଦିନଠୁ ଟିକେ ଟିକେ କଥାବାର୍ତ୍ତା ଆରମ୍ଭ ହେଲା। ତାପରେ ଏମିତି କିଛି ଦିନ ଗଲା ପରେ ସିଏ କହିଲା, ନମ୍ବର ମାଗିଲା, ମୁଁ ନମ୍ବର ଦେଲି। ତାପରେ ମୋତେ କହିଲା ଯେ ଫ୍ରେଣ୍ଡ କହିକି ବହୁତ କିଛି ଚାଲିଲା। ଏମିତି ମାସେ 2 ମାସ ପରେ ଚାଲିଲା। ମୁଁ ତାକୁ 10th କ୍ଲାସ୍ରୁ ଦେଖିକି ୱାନ୍ ସାଇଡ଼୍ ଲଭ୍ କରୁଥିଲି। ହେଲେ କିନ୍ତୁ କେବେ ବି ତାକୁ ପ୍ରପୋଜ୍ କରିନି କି କେବେ ବି ତାକୁ କହିନଥିଲି। ଏମିତି ହେଇଥିଲା ଯେ କାହିଁକିନା ତାକୁ କହିଲେ ଆମର ଫ୍ରେଣ୍ଡସିପ୍ ଭାଙ୍ଗିଯିବ ବୋଲିକି ମୁଁ କେବେ ବି ତାକୁ କହିନଥିଲି। ମୋ ଆଖି ସାମ୍ନାରେ ସେ ଆଉ ଗୋଟେ ପୁଅ ସହିତ କଥା ହେଲା। ମୁଁ ପ୍ରପୋଜ୍ କଲା ସେ ପୁଅଟା, ତାକୁ ଆକ୍ସେପ୍ଟ କଲା। ମୋତେ ଡର ଲାଗୁଥିଲା, ସେଥିପାଇଁ ମୁଁ କରିପାରିଲିନି। ମୋ ଆଖି ସାମ୍ନାରେ ଯାହା କଲା। ତାପରେ କିଛି ଦିନ ଗଲା ପରେ ମୋତେ ସେ କହିଲା ତୁ ମୋର ବେଷ୍ଟ ଫ୍ରେଣ୍ଡ ହେଇଯା। ମୁଁ ଭାବିଲି ମୁଁ ତ ତାର କିଛି ବି ହେଇପାରିଲିନି। ବେଷ୍ଟ ଫ୍ରେଣ୍ଡ ହେଲେ ହେଇକି ତା ସହିତ ସବୁଦିନ ରହିବି ଭାବିକି ଖୁସି ହେଇକି ବେଷ୍ଟ ଫ୍ରେଣ୍ଡ ବନିଗଲି। ସେ ଆଉ କାହା ସହିତ କଥା ହେଲା। ସେତେବେଳେ ମୋତେ ଯାହା ଲାଗିଲା ନା, କିସ କହିବି। ତୁମ ଆଖି ସାମ୍ନାରେ ଯାହାକୁ ତୁମେ ଭଲ ପାଉଥିବ ସେ ଆଉ କାହା ସହିତ କଥା ହେବ ଇଏ ହେବ, ଯୁଆଡ଼େ ହେଲେ ବୁଲିବ ବେଳକୁ ଯାହା ଲାଗିବ। କୁହନି ଫ୍ରେଣ୍ଡ, ଯାହା ତ ଲାଗିଲା ହେଲେ ବି ମୁଁ ସହିକି ରହିଗଲି। ଭାବିଲି ଯେ ବେଷ୍ଟ ଫ୍ରେଣ୍ଡ ହେଲେ ହେଇକି ତାକୁ ଯେଉଁ ଖୁସିଟା ଦେଉଛି ସେ ବୟଫ୍ରେଣ୍ଡ ହେଇକି ମୁଁ ତାକୁ ଦେବି। ସୁଖ ଦୁଃଖରେ ସବୁବେଳେ ସାଥିରେ ରହିବି କହିକି ରହିଥିଲି। ଏମିତି କିଛି ଦିନ ଗଲା। ତାପରେ ସେ ବହୁତ କିଛି ହେଇଗଲା ଫ୍ରେଣ୍ଡ, ଯେଉଁଟାକି ମୁଁ କହିବି ପାରିବିନି। ମୋତେ ଭାବିଲେ ବହୁତ କାନ୍ଦ ଲାଗୁଛି। ତ ଆପଣମାନେ ବୁଝିପାରୁଥିବେ ମୋର ଲଭ୍ ଷ୍ଟୋରିଟି କେମିତି ହେଇଥିବ। ଏଇ ଭିଡ଼ିଓରେ ଏତିକି ହିଁ କହୁଛି।